ତେଣୁ ମୁଁ ମୋର 11 ବର୍ଷ ହେଇଯିବ, ଏଇ 2023ରେ 11 ବର୍ଷ ହେଇଯିବ ମୁଁ ପେନ୍ସନ୍ ପାଇନି। ପେନ୍ସନ୍ ତ ଦୂରର କଥା, ମୁଁ ମୋର ଜିପିଏଫ୍ ଟଙ୍କା ବି ପାଇନି। ଜିପିଏଫ୍ ଟଙ୍କା ମୋ ଯେଉଁଟା ଡିପୋଜିଟ୍ କରୁଛି, ମୋତେ କହିଥିଲେ 1,00,000 ଟଙ୍କା ଦେବା ପାଇଁ। 1,00,000 ଟଙ୍କା ଦେଲେ ଡେପୁଟି ଡିରେକ୍ଟର ହେଇକି ବସିବେ, ଆଉ ମାସେ 2 ମାସ ଭିତରେ ଡେପୁଟି ଡିରେକ୍ଟର ହେଇକି ବସିବେ, ଆପଣ ସର୍ଭିସ୍ ରେଗୁଲାରାଇଜ୍ ହେଇପାରିବ। ମୁଁ କହିଲି 1,00,000 କ'ଣ ଗୋଟିଏ ପଇସା? ମୁଁ କହିଲି ଗୋଟିଏ ପଇସା ବି ଦେବି ନାହିଁ। ସରକାରୀ ଚାକିରି କରିବା ତ ନିଶ୍ଚୟ, ଯେ ମୋ ଜୀବନରେ ମୁଁ ସରକାରୀ ଚାକିରି ଈଶ୍ୱରଙ୍କ ଗୋଟେ ଆଶୀର୍ବାଦ ଯେ ମୋ ଜୀବନରେ ଗୋଟିଏ ଦିନ ବି ବେକାର ବସିନି। ଯେଉଁଦିନ ମୁଁ ବାଣୀ ବିହାର ଛାଡ଼ିଲି ସେଦିନ ଆମର ଗୋଟେ ପୋଷ୍ଟମ୍ୟାନ୍ ସେତେବେଳେ ଥିଲା, ତାକୁ ଓଜା ବୋଲି ଡାକନ୍ତି, ସିଏ ଆଣିକି ଅଲ୍ ଇଣ୍ଡିଆ ରେଡ଼ିଓର ଆପଏଣ୍ଟମେଣ୍ଟ ଅର୍ଡ଼ରଟା ଦେଲା। ତେଣୁ ସେଇଠି ଥିଲି, ମୁଁ ଅନୁଗୁଳ SRC ଆସିଷ୍ଟାଣ୍ଟ ଡିରେକ୍ଟର ହେଇଥିଲି, ସେଠୁ ଥିଲି ଡିରେକ୍ଟରେଟ୍କୁ ଆସିଲି, ଶିକ୍ଷା ନିର୍ଦ୍ଦେଶାଳୟକୁ ଆସିଲି ଲେଖକ ପଦବୀରେ। ସେ ଯେଉଁ ଲେଖକ ପଦବୀଟା, ସେଥିରେ ଆଗରୁ କବି ମାନସିଂ ଥିଲେ, ମାୟାଧର ମାନସିଂ ଥିଲେ, କବି ରାଧାମୋହନ ଗଡ଼ନାୟକ ଥିଲେ, ଔପନ୍ୟାସିକ ବିଭୂତି ପଟ୍ଟନାୟକ ଥିଲେ, ନାଟ୍ୟକାର ଭଞ୍ଜକିଶୋର ପଟ୍ଟନାୟକ ଥିଲେ, କବି ବୈକୁଣ୍ଠ ପଟ୍ଟନାୟକ ଥିଲେ, ସାହିତ୍ୟିକ ନରସିଂହ ମିଶ୍ର ଥିଲେ। ତେଣୁ ମୋତେ ଭଞ୍ଜକିଶୋର ପଟ୍ଟନାୟକ କହିଲେ ମୁଁ ରିଟାୟାର କରୁଛି, ତୁମେ ଆସି ଯୋଗ ଦେଇଦିଅ। ମୁଁ ଯୋଗ ଦେଲି। ଯୋଗ ଦେବା ପରେ ଥରେ ଗଡ଼ନାୟକ ଆସିକିରି ମୋରି ସାମ୍ନାରେ ଶୋଧିଲେ କାହାକୁ, ଭଞ୍ଜକିଶୋର ପଟ୍ଟନାୟକକୁ, ତାକୁ ବଷ୍ଟମକୁ ବୁଡ଼େଇ ଦେଲ। ଆରେ ହେଇ, ଏ ପୋଷ୍ଟଟା ସିନା ଭଲ ପୋଷ୍ଟ ତୁମେ କହୁଛ, କିନ୍ତୁ ଏଥିରେ ଯିଏ ରହିଛି ସିଏ ଭୋଗିଛି। ମାନସିଂକି ଡାଉନଗ୍ରେଡ୍ କରିଦିଆଗଲା। ଗଡ଼ନାୟକ କହିଲେ ମୋତେ ଚାକିରିରୁ ବାହାର କରିଦିଆଗଲା ପୁରାପୁରି। ଭଞ୍ଜ ପଟ୍ଟନାୟକଙ୍କୁ କହିଲେ ଦେଖ ତୁମକୁ କମ୍ପଲସରି ରିଟାୟାରମେଣ୍ଟ ଦିଆ ହେଉଥିଲା, ବିଭୂତି ପଟ୍ଟନାୟକ ଚାକିରି ଛାଡ଼ିକିରି ପଳେଇଲେ ବୋଲି ସେ ଉଠିଗଲେ, ଅଧ୍ୟାପକ ହେଇକିରି ପଳେଇଲେ। ବୈକୁଣ୍ଠ ପଟ୍ଟନାୟକ ରିଟାୟାରମେଣ୍ଟର 7 ବର୍ଷ ପର୍ଯ୍ୟନ୍ତ ପେନ୍ସନ୍ ପାଇନଥିଲେ। ତେଣୁ ମୁଁ ମୋର 11 ବର୍ଷ ହେଇଯିବ, ଏଇ 2023ରେ 11 ବର୍ଷ ହେଇଯିବ ମୁଁ ପେନ୍ସନ୍ ପାଇନି। ପେନ୍ସନ୍ ତ ଦୂରର କଥା, ମୁଁ ମୋର ଜିପିଏଫ୍ ଟଙ୍କା ବି ପାଇନି। ଜିପିଏଫ୍ ଟଙ୍କା ମୋ ଯେଉଁଟା ଡିପୋଜିଟ୍ କରୁଛି। ଏବଂ ସରକାର ଯେତେବେଳେ ପୁରୀରେ ଗଣ୍ଡଗୋଳ ହେଲା, ବାଣପୁର ପିଲା ଗଣ୍ଡଗୋଳ କଲେ, ଜଣେ ଅଫିସର ପଇସା ମାରିକିରି ଖାଇଗଲେ। ସେତେବେଳକାର ମନ୍ତ୍ରୀ ଆଉ କଲେକ୍ଟରଙ୍କୁ ହାତ କରି ସେ ପଇସା ମାରିକିରି ଖାଇଗଲେ। ସେଥିପାଇଁ ଲୋକ ଘେରାଉ କଲେ। ପ୍ୟାରୀ ମହାପାତ୍ର ଥିଲେ ସେକ୍ରେଟାରୀ, ଗୋଲକ ମହାପାତ୍ର ଆଉ ଜଣେ AIS ଅଫିସର ଥିଲେ ଡିରେକ୍ଟର। ମୋତେ ସାଙ୍ଗେ ସାଙ୍ଗେ ଗାଡ଼ି ଦେଇକି ପଠେଇଲେ, କହିଲେ ଯାଇକି ତୁମେ ସେଇଟା ଅଫିସଟାକୁ କୌଣସି ପ୍ରକାର ରକ୍ଷା କର। ମୁଁ ଯାଇ ଅଫିସ ନେଲି, ବହୁତ ଗଣ୍ଡଗୋଳ 11 ଦିନ କାଳ ବସିବା ପରେ ମୋତେ ଚାର୍ଜ ଦିଆଗଲା। ଛାଡ଼ନ୍ତୁ ସେ କଥା, ମୁଁ ସରକାରଙ୍କ ସମସ୍ୟାର ସମାଧାନ କଲି। ସେକ୍ରେଟାରୀରେ ଯେଉଁ କିରାନୀ, ନାଁ ବି କହିଦେଲେ କିଛି କ୍ଷତି ନାହିଁ, ସେ ମୋତେ କହିଲେ, ଛନ୍ଦା ମହାପାତ୍ର କହିଲେ, ମୋତେ ମାସକୁ 200 ଟଙ୍କା ଲେଖା ସବୁ ଅଫିସର ଦେଉଛନ୍ତି, ଦେବେ 2,000 ଟଙ୍କା ବର୍ତ୍ତମାନ ଦେବେ ପ୍ରଥମ। ତା ଛଡ଼ା ପ୍ରତି ମାସରେ ଯେହେତୁ ଆପଣଙ୍କର ବାଣପୁର ଚିଲିକାରେ ପୋଷ୍ଟିଂ ହେଉଛି, ଆପଣ ପ୍ରତି ମାସରେ ମୋତେ କିଛି କଙ୍କଡ଼ା, ଚୁଙ୍ଗୁଡ଼ି, ଶୁଖୁଆ ଦେବେ। ଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ଖ୍ୟାତନାମା ସାହିତ୍ୟିକ, ଅଧ୍ୟାପକ। ସିଏ ଆମର ଡେପୁଟି ଡିରେକ୍ଟର ଥିଲେ ଏବଂ ମୁଁ ତାଙ୍କର ଛାତ୍ର। ମୁଁ ଥରେ ବହିଛି, କହିଲେ ବୁଝିଲ? ମୁଁ କହିଲି ସାର୍ ଏଇଆ କହୁଛି, ସନ୍ଧ୍ୟାବାବୁ ଏଇଆ କହୁଛି। ନା ଛାଡ଼ କ'ଣ ପାଉଛ ସେଗୁଡ଼ାକ ତୁମେ ତାଙ୍କୁ କହିଦିଅ ଯେ ମୋ ଫିସ୍, ଅଫିସଟା ହେଉଛି ନୋ ଫିସ୍, ମାନେ ଫିସ୍ ମାନେ ମାଛ। ମୋ ଅଫିସରୁ କିଛି ମାଛ ଦିଆଯାଏନି। ମୁଁ କହିଲି ନାହିଁ, ମୁଁ ଦେଇପାରିବିନି କିଛି ସନ୍ଧ୍ୟାବାବୁ। କିନ୍ତୁ ସେ ମୋର ସର୍ଭିସ୍ ରେଗୁଲାରାଇଜ୍ ହେଲାନି। ସେ ମୋତେ ଧମକେଇଲେ, ହଇରାଣ କଲେ, ଚାଲିଲା। ସିଏ କ୍ଲାସ୍ 1 ହେଇକି ରିଟାୟାର କଲେ। ମୁଁ ସେଇ କ୍ଲାସ୍ 2ରେ ରହିଲି। ମୋ ପାଖରେ ଯେଉଁମାନେ କିରାନୀ ଚାକିରି କଲେ ସେମାନେ କ୍ଲାସ୍ 1 ରିଟାୟାର କଲେ। ୟୁ ହାଭ୍ ଟୁ ସାଟିସ୍ଫାଏ ଦ ଗଭର୍ଣ୍ଣମେଣ୍ଟ। ମୁଁ କହିଲି କି ସାଟିସ୍ଫାଏ କରିବି? ନାଇଁ ସାଟିସ୍ଫାଏ କରିବେନି। ଆଉ କ'ଣ? ନାହିଁ ମୁଁ ସେ ସାଟିସ୍ଫାଏ କରିପାରିବିନି। ନା ଆପଣ ତେବେ ଏଠି କାହିଁ ଦୌଡ଼ିକି ଯାଇଛନ୍ତି? ଜାଣିଛନ୍ତି ତ କାହିଁକି ଆସିଛନ୍ତି? କାଲି ଶୁଣିଥିବେ ଆସିତେ। ମୁଁ ହଁ, ମୁଁ କାଲି ଶୁଣିଛି ଆସିଛି। ସେ ମୋତେ କହିଥିଲେ 1,00,000 ଟଙ୍କା ଦେବା ପାଇଁ। 1,00,000 ଟଙ୍କା ଦେଲେ ଡେପୁଟି ଡିରେକ୍ଟର ହେଇକି ବସିବେ, ଆଉ ମାସେ 2 ମାସ ଭିତରେ ଡେପୁଟି ଡିରେକ୍ଟର ହେଇକି ବସିବେ, ଆପଣ ସର୍ଭିସ୍ ରେଗୁଲାରାଇଜ୍ ହେଇପାରିବ। ମୁଁ କହିଲି 1,00,000 କ'ଣ ଗୋଟିଏ ପଇସା? ମୁଁ କହିଲି ଗୋଟିଏ ପଇସା ବି ଦେବି ନାହିଁ। ହେଲା ନାହିଁ। ଆପଣ ଜାଣିଛନ୍ତି ମୁଁ ସେଇ ଅଫିସରେ ଚାକିରି କରିଛି। ସେ ଅଫିସରେ 500 ଟଙ୍କା ନଦେଲେ ଇନକ୍ରିମେଣ୍ଟ ହେବନି। 6 ବର୍ଷ ପଳେଇଗଲା। ମୋର ଡେପୁଟି ଡିରେକ୍ଟର ଜଣେ, ମୁଁ ସେଇଠି ଆସିଷ୍ଟାଣ୍ଟ ଡିରେକ୍ଟର, ସିଏ ହେଉଛନ୍ତି ମୋ ଉପର ଅଫିସର ଡେପୁଟି ଡିରେକ୍ଟର। ଏବଂ ଯେଉଁ ଆକାଉଣ୍ଟାଣ୍ଟ, ମୁଁ ବି ଥିଲି ଡ୍ରଇଂ ଅଫିସର। ଯେଉଁ ଆକାଉଣ୍ଟାଣ୍ଟ, ସେଇ ଆକାଉଣ୍ଟାଣ୍ଟ 500 ଟଙ୍କା ନେବ। ଡେପୁଟି ଡିରେକ୍ଟର, ଏଇ ଯେଉଁ ସ୍କୁଲ ବ୍ରାଞ୍ଚରୁ ଅଫିସରମାନେ ଆସନ୍ତି, ଯେଉଁମାନେ ଖଦଡ଼ା କିଛି କାମ କରିପାରନ୍ତିନି, ଲାଞ୍ଚ ନିଅନ୍ତି, କିଛି କାମ ଜାଣିନାହାନ୍ତି, ତାଙ୍କୁ ମାସ ଏଜୁକେସନ୍ ପଠାଇ ଦିଆଯାଏ। ତେଣୁ ସେ ମାସ ଏଜୁକେସନ୍ ତାଙ୍କ ଦରକାର, ସେ ତ ଖାଇକି ଖାଇଛନ୍ତି, ପଇସା ଦରକାର ହେବ। ସିଏ ଜଏଣ୍ଟ ଡିରେକ୍ଟର ହେଇକି ବସୁଛନ୍ତି। ମୋର 6 ବର୍ଷ ହେଲା ଇନକ୍ରିମେଣ୍ଟ ହେଲାନି। ଦୁଃଖର କଥା କ'ଣ, ମୁଁ ଚିଫ୍ ସେକ୍ରେଟାରୀ 3 ଜଣ ଚିଫ୍ ସେକ୍ରେଟାରୀ ଲେଖିଲେଣି। ଶୁଣୁଛନ୍ତି କିଏ? ଚିଫ୍ ସେକ୍ରେଟାରୀ ମାନେ ସେମାନେ ଆଫ୍ଟର ରିଟାୟାରମେଣ୍ଟ
आहुरी कौटी भल चाकरी रही कि 6 मास वर्षे कौटी आसन छाड़बन रेकरू सरकारी चाकरी पघा पलि जापर पुणी मुंड गलेबे तेणु से पराधीन अच्छा पराधीनता मुझे स्वाधीन लेखटे मुझे बंची मोर कौन आ भितर गोटे हार्ट अटाक हो सारा गोटे बड़ धरण एक्सीडेंट है 3 थर कोरोना पड़ी तथापि बंची मुझे भावुँ ये अवशिष्ट जीवन जोटा बंची ये गुणग्राण गायबी एवं गोटे आत्मजीवन सहित गोटे आउ गोटे आत्मजीवन लिखुची मुझे मोर ऑफिशियल ऑटोबायोग्राफी तार हूँ हणा खाऊा एक छेलीर आत्मकाहानी छेली कहीं कौच मु संस्कृत गोटे श्लोक मुझे अजित त्रिपाठी सेक्रेटरी थी बेले लिखी मुझे गोटे संस्कृत श्लोक अच्छी गजो नैव सिंह नैव व्याघ्र नैव च अजापुत्रम बलिम दद्यात दैव दुर्बल मारक जिते बलि दि जाए से हाथीर पुओ को बलि दि जाए बाघर पुओ को बलि दि जाए सिंहर पुओ को बलि दि जाए बलि दि जाए छेलीर पुओ को कारण से निकमा से किसी करें तेणु आपण आउ ऊपर माने क्या करें मत आप हैरान कर तेणु ब्रह्मा पाखे छेली कौन जाए गुहारि कर ब्रह्मा शुणुती ना आप चीफ सेक्रेटरी होती आप कहले शुणुना मोर 3 जन चीफ सेक्रेटरी गला बर्तमान चीफ सेक्रेटरी लिखिले किसी शुणुं कहीं शुणुंत तेणु जहाँ हवा कथा भगवान मत भले रखुच्छे मुझे किसी असुविधा ना सेटा हूँ मो सतरे अच्छी बोली सतर फल केड़े सुमधुर सी कौन कहते सुमधुर फल मत दब सेक्रेटेरिएट किरानी भगवान मत सुमधुर फल देते मुझे भल आराम अच्छी मो पिला माने मत भल रखुच्च मोर सेवा कर मोर जत्न नौ मुझे लिखुची पढ़ुची जाऊँगी सभा समिति जो सभा को जी मुझे कहि एमती लोक एवं लेखिकी थोड़ी मैंने द्वारा सत को सुरक्षा दे न पार जो ऑफिसर कहीं सब ऑफिसर होती से तुम सरकार 22 खंड बही लिखी निहाती 50 लाख कपि सरकार व्यवहार कर कौन कर सरकारी कम मुझे कहूनी मो पचार तो सब जिते लिखी कहतु मो ना कौन विजिलेंस केस अच्छी पुलिस केस अच्छी फाइनेंशियल इरेगुलारिटीज अच्छी ऑडिट ऑब्जेक्शन होती कौट मारिकी खाई जाइए कहतु कहना कहीं मोर पेनसन बंद कर पेनसन तो दूर कथा मो जीपीएफटा कहीं कौ नियम लिखाई कौ चीफ सेक्रेटरी कहले दुखर कथा एम कहीं बुझती ना एम कान एपटे पशि सेपटे पशि जाए एम भितर जो मनीष पुणिया से मनीष पुणिया टिकक ना ये खाली पैसा खाई जानते निज स्वार्थ देखी जानते आउ किसी जानते ना लोक किए हैरान होती मुझे अवस्था हो मो पिला सीना चाकरी कर बंची जार पिला जार पैसा नौ कि दुखे रोथे बर्तमान मोर मासक दरकार 15,000 टଙ୍କା औषध दरकार मो हार्ट पेसेंट डायबिटीज पेसेंट दुनिया सब जाक जी रोग मो पाखे अच्छी मो औषध खाऊँ जार पेनसन मुंडा न पाऊे जहाँ पिला थे कौन कर से लोक केते दुखर थो मु आशा करी गोटे साहित्य जहाँ पैसा पाइबी ताको साहित्य विनियोग कर पिला तो पारी विनियोग कर 10 वर्ष होगा जी पैसा पाई था 5 वर्ष 2 गुण होता 10 वर्ष 4 गुण होता लोके पैसा दे दौरान सांगे सांगे घरे आनी टंका दे दौन मुझे देदेले आराम रही जाता आराम आनी घरे दे पेनसन दे जाऊँ किसी असुविधा ना हो पार ना किंतु मुझे भावुँ चीफ सेक्रेटरी किसी पैसा दबा उचित गरीब लोक न देख जो छोटी काटे देला बेलू तो से मोटू ने चीफ सेक्रेटरी किसी पैसा दबा दरकार से पैसा नियंतु कारण जानतु जे हाँ आज्ञा आपको तो बोर्डा बड़ बड़िया को देवी ना मुझे देदेवी जगन्नाथ भोग करी ना मुझे कहीं रास्ता कटे भोग करी जो ठाकुर गोटे पथर थुआई एम पैसा दबा दरकार मुझे भावुँ किसी पैसा मनी अर्डर करके पठेदेवी आज्ञा नियंतु ये लांच बाबद देरी आप मो पेनसनटा कर दिखाँ बहुत से करी उचित बर्तमान ये जो बेसी हुए दुख हुए से भावुँ गोटे निष्पत्ति नेबी किसी टंका चीफ सेक्रेटरी ना मनी अर्डर कर पठेदेवी आज्ञा पठेली लांच आपड़ दयाक मो पेनसन मुंडा को कर दिखाँ आउ जदि अधिक केते लांच दरकार आप कहतु देदेवी या कर उपाय कि ना दुख दुख ये कौन करेंगे एम जो मैंने गरीब दुख न बुझे साधारण लोक दुख न बुझे लोक कहीं कम करेंगे सत कहीं कम करेंगे खटे कहीं सत को सुरक्षा देवाई जहाँ बल ना से कि एफिसीएंट अच्छा कह पारंगम अफिसर कह कान शुणुना चिठीटा हो देखुना पढ़ुना चिठी मुझे देले आप देखिए एडी बड़ चिठी है आईएएस अफिसर 10 जन ना 15 जन गले डायरेक्टर एलिमेंटरी एजुकेशन है उत्तर खंडे अच्छा चुप बजी जाऊँ सरकार पैसा ना चिठी खंड देवाई कहीं पेनसनटा मागिले कहीपर कौन पेनसनटा तुम बंद होपारे
से ମୁଁ କହୁଛି ଜଣେ ମୁଁ କହିବା ପାଇଁ ବାଧ୍ୟ ହେଉଛି ମୁଁ କହୁନି ସେମାନେ ଇନଏଫିସିଏଣ୍ଟ ଅଫିସର ଏଫିସିଏଣ୍ଟ ଅଫିସର ହୁଅନ୍ତୁ। ଗୌରାଙ୍ଗ ମିଶ୍ର ଜଣେ, ଧନଞ୍ଜୟ ମହାପାତ୍ର ଜଣେ। ଗୌରାଙ୍ଗ ମିଶ୍ରଙ୍କୁ ଗଭର୍ଣ୍ଣମେଣ୍ଟ କହିଲା ଯେ ତାଙ୍କୁ ଦିଅ ନାହିଁ, ହାଇ ପାୱାର କମିଟି କହିଲା ତାଙ୍କୁ ଦିଅ ନାହିଁ, କ୍ଲାସ୍ 2 ଦିଅ ନାହିଁ। ସେ ଏଡ଼େ ଡରୁଆ, ଏମାନେ ଡରୁଆ ଛେରୁଆ ଯେ ଭଲ କାମ କରିବା ପାଇଁ ତାଙ୍କୁ ଡର ହୁଏ, ଆଉ ଲାଞ୍ଚ ଖାଇଲା ବେଳକୁ ତାଙ୍କୁ ଡର ଲାଗେନି। ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଲାଞ୍ଚ ଖାଉଛନ୍ତି, ତାଙ୍କୁ ଡର ଲାଗେନି। କିନ୍ତୁ ଡର ଲାଗେ ଗୋଟେ ଛୋଟିଆ ଲୋକଟାକୁ ସାହାଯ୍ୟ ତ କହୁନା, ମୁଁ ତ କାହାକୁ ଅନୁଗ୍ରହ ଭିକ୍ଷା କରୁନି, ମୁଁ କାହାକୁ ଦୟା ଦେଖିବା ପାଇଁ ମୋତେ କହୁନି, ମୋର ହକ୍ ନ୍ୟାୟ ଏଇଟା। ଆପଣ ମଲା ପରେ ମୋତେ ଦବ, ମୋ ନ୍ୟାୟଟା ଦେବା ପାଇଁ କ'ଣ ଅସୁବିଧା ହେଉଛି? ଏତେ ନ୍ୟାୟ ବନ୍ଧ ଯେଉଁ ଆଇଏଏସ୍ ଅଫିସର ସହିତ ଥିଲେ ଅଛନ୍ତି, ଆଇଏଏସ୍ ଅଫିସର ହେଉଥିଲେ ଚନ୍ଦ୍ରମଣି ନାରାୟଣ ସ୍ୱାମୀ ଥିଲେ, କ'ଣ ହେଲା? ଏଇ ଆଇଏଏସ୍ ଅଫିସର ଯାଇ ଏମାନେ ଯଦି ଯିବେ କି ନ୍ୟାୟ ଦେଖେଇବେ? କ'ଣ କରିବେ ନ୍ୟାୟ ଦେଖେଇବେ? ଏମାନେ ଗରିବ ଲୋକ ବଞ୍ଚିବ କେମିତି? ସାଧାରଣ ଲୋକ ବଞ୍ଚିବ କେମିତି? ରିଟାୟାରମେଣ୍ଟ ପରେ ବହୁତ ଲୋକ ପାଉନାହାନ୍ତି, ଦରମା ପାଉନାହାନ୍ତି, ପେନସନ୍ ପାଉନାହାନ୍ତି, ତାଙ୍କର ଇଏ ପାଉନାହାନ୍ତି। ଲାଞ୍ଚ ଦେଇଦେଲେ, କିରାନୀ ଲାଞ୍ଚ ଦେଲେ ଯାହା କରିପାରିବେ ଅଫିସରମାନେ କରିପାରୁନାହାନ୍ତି। ଆମକୁ କ'ଣ କୁହାଯିବ? ହୁଏତ କିରାନୀ ଆଉ କେତେ ଜାଗାରେ କ'ଣ କିରାନୀ ଦିଅନ୍ତି। ମୁଁ ଯେଉଁ ଡେପୁଟି ଡାଇରେକ୍ଟର ଯେଉଁ ମୋର କରୁନଥିଲେ ଇଏ କ'ଣ ଇନକ୍ରିମେଣ୍ଟ କରୁ, ତାଙ୍କର ଥିଲା ଭାଗ ଥିଲା, ଭାଗିଦାର ଥିଲା। ଏ ଅଫିସର ମାନେ ବି କିଛି କିରାନୀ ମୁଣ୍ଡରେ ସବୁ ଯାକ ବର୍ଷେ ତାରୁ କିଛି କିଛି ପରସେଣ୍ଟେଜ ବି ନେଉଛନ୍ତି, ଏମିତି ବି କଥା ନାହିଁ, ନେଉଛନ୍ତି ଏମାନେ। କାହାକୁ କହିବ? ଏଇ ଯଦି ଏମିତି ଚାଲିବ ହବ, ଚାଲିବ, ଭଗବାନଙ୍କ ଇଚ୍ଛା। କିନ୍ତୁ ମନେ ରଖାଯାଉ, ମୁଁ ଯେଉଁ ଶାନ୍ତିରେ ଶୋଉଛି, କି ଆରାମ, ମୁଁ ଯେତେବେଳେ ଶୁଏ ମୋତେ ଯଦି ମେଜର ଅପରେସନ କରିଦିଆଯିବ ବି ଜାଣିପାରୁନି କି ଶାନ୍ତି। ଏ ଚଣ୍ଡାଳ ଶୋଇବେ ପଇସା ମାରିକିରି ଖାଇକିରି, କୋଟି କୋଟି ଟଙ୍କା ମାରିକି ବଡ଼ କୋଠା କରି ବଡ଼ ଗାଡ଼ି ଚଲେଇ ଲାଭ କ'ଣ ଅଛି? କିଛି ଲାଭ ନାହିଁ। ଆଜ୍ଞା ଆଜ୍ଞା କହୁଛନ୍ତି, ରିଟାୟାରମେଣ୍ଟ ପରେ କେହି ପଚାରିବେନି। ଯେଉଁମାନେ ସେ ପିଅନଟି ବି ମୁହଁ ଭାଙ୍ଗିକିରି ପଳେଇବ, ଆମକୁ ସେ କଥା ନାହିଁ। ଆମକୁ ଯୁଆଡ଼େ ରାସ୍ତା ଗଲେ ବି କିଏ ଟିକେ ଆଜ୍ଞା ଟିକେ ଚା ଟିକେ ଖାଇଦେଇ ଯାଉନାହାନ୍ତି, ସେ ସ୍ନେହ, ସହାନୁଭୂତି, ଶ୍ରଦ୍ଧା, ଆନ୍ତରିକତା, ଆଶୀର୍ବାଦ, ଶୁଭକାମନା, ସେଗୁଡ଼ାକ ଗୋଟେଇବାର ଭାଗ ଆମର ସେମାନେ ପାଇବେନି। ସେମାନେ ଅଭିଶାପ ପାଇବେ, ଅଭିଶାପ ପାଇବା ପାଇଁ ଯୋଗ୍ୟ ସେମାନେ।